ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମାପନ କରିବା ନେଇ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ୍ ହଲ୍ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସେହିଭଳି ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କୁ ସୁଲଭ ରେଳସେବା ପ୍ରଦାନ ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଇକୋ ଯାତ୍ରା ନାମକ ଏକ ଆପ୍ର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ। ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ୍ ସୁପରିଚାଳନା ସହ ସୁରକ୍ଷା ନେଇ ପୁଲିସ ମହାନିର୍ଦ୍ଦେଶକ ସମୀକ୍ଷା କରିଛନ୍ତି। ରଥଯାତ୍ରା ପାଇଁ 10,000 ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ବୈଠକରୁ ଆଲୋଚନାରୁ ଜଣାପଡ଼ିଛି। ଜଳ, ସ୍ଥଳ ଏବଂ ଆକାଶପଥର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅନ୍ୟପକ୍ଷରେ ପୁରୀ ଶ୍ରୀମନ୍ଦିରରେ ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର ତଥା ବନକ ଲାଗି ନୀତି ଅନୁଷ୍ଠିତ ହେଉଛି। ସେହିଭଳି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଇ କୋର୍ ଯାତ୍ରା ନାମକ ଏକ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ମୋବାଇଲ୍ ଆପ୍ ମାଧ୍ୟମରେ ରଥଯାତ୍ରା ସମୟରେ ରେଳ ସମ୍ବନ୍ଧୀୟ ସେବା ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ଏକ ବ୍ୟାପକ ଡିଜିଟାଲ୍ ମାର୍ଗଦର୍ଶିକା ଉପଲବ୍ଧ ହେବ। ଯାତ୍ରୀ ବିଶେଷ ଭାବରେ ରଥଯାତ୍ରା ପାଇଁ ଚାଲିଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଏକ ସମ୍ପୂର୍ଣ୍ଣ ତାଲିକା ପାଇପାରିବେ। ଏହାସହ ପାନୀୟ ଜଳ, ଇ କ୍ୟାଟରିଂ, ଚିକିତ୍ସା ସହାୟତା ବୁଥ୍, ସାର୍ବଜନୀନ ଶୌଚାଳୟ ଆଦି ବିଷୟରେ ମଧ୍ୟ ଯାତ୍ରୀମାନେ ଅବଗତ ହୋଇପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।